सद्गुरुं ब्रह्मविद्वरं विद्यारण्य स्वामी जी वर्तमान कूटस्थ चैतन्य एवं ये जो जीवात्मा को जो एकता मानुଛନ୍ତି ता ही ब्रह्म ये पूरा अलग अलग एवं अज्ञान जोगु कूटस्थ ब्रह्म तत्व को न जाने के प्रकृतिर जो अंश अछि जो साधन अछि ताको ही आत्मा ବୋଲି ଭାବୁଛି ଆଉ ଯେତେବେଳେ ଆତ୍ମା ବୋଲି ଭାବୁଛି ତାହା ଦର୍ଶନ ବି ହେଇଯାଉଛି। ତେଣୁ ବର୍ତ୍ତମାନ ପାରମ୍ପରିକ ଢଙ୍ଗରେ ଶାସ୍ତ୍ରୀୟ ଢଙ୍ଗରେ ଦର୍ଶନ ବିଷୟରେ ବିଚାର କରିବେ କୋଉ କୋଉ ଦର୍ଶନ ଆତ୍ମା ବିଷୟରେ କଣ ଭାବୁଛନ୍ତି, ମାନେ ଆତ୍ମାକୁ ନେଇକି କଣ ବିଚାର ହଉଛି, କଣ ଭାବନା ହଉଛି, ତତ୍ୱମୀମାଂସା ଯାକୁ କହନ୍ତି। ଏମାନଙ୍କର ପ୍ରମାଣ ମୀମାଂସା ମଧ୍ୟ ସୃଷ୍ଟି ମୀମାଂସା ମଧ୍ୟ ମୀମାଂସା ଚାରି ପ୍ରକାର। तत्वमीमांसा, सृष्टि मीमांसा, प्रमाण मीमांसा एवं साधन मीमांसा या आचर मीमांसा, आचार या तो आचरण मीमांसा। प्रथम कहते बाबा तुम माने ना श्रुति को मानुन, आम माने तो श्रुति को, युक्ति को, अनुभूति को मानुचु। देन एबी जो श्लोकटी 659 रे कहिवे ए अनेक दर्शन से श्रुति को न मानिक मध्य श्रुतिर उदाहरण नौचने, श्रुतिर श्लोक को नौचने କିନ୍ତୁ ପୂର୍ବ ପ୍ରସଙ୍ଗ ବିଚାର କରୁନାହାନ୍ତି। ଆମେ ବ୍ୟବହାରରେ ମଧ୍ୟ ନା ତାକୁ କହନ୍ତି ପିକ୍ ଆଣ୍ଡ ଚୁଜ୍, ଯୋଉଟା ଆବଶ୍ୟକ ସେଇଟା ଆମେ ନିଆଯାଉ, ଯୋଉଟା ଆବଶ୍ୟକ ନାହିଁ ସେଇଟା ନଉନୁ। ଏ କଥାଟି 59ରେ କହୁଛନ୍ତି। ପଢିବା 59। ପୂର୍ବାପର ପରାମର୍ଶ पूर्वापर परामर्श विकलास्तन्न केचन विकलास्तन्न केचन वाक्याभासां स्वस्वपक्षे वाक्यभाषां स्वस्वपक्षे योजयन्त्यप्यलज्जया। योजयन्त्यप्यलज्जया। पूर्मा पर पूर्व ଏବଂ ମାନେ ଆगे ପଛରେ ଦେଖିବା ଉଚିତ ଯେ କଣ କନେକ୍ସନ ଅଛି। ବହୁତ ବ୍ୟବହାରରେ ମଧ୍ୟ ଯଦି ଆଗ ପଛରେ ଆପଣ ଦେଖିବେନି ହେଲା ତ ମୁସ୍କିଲ ହେଇଯିବ। ବ୍ୟବହାରରେ ମଧ୍ୟ ଆପଣ ଦେଖିବେ କିଛି ଆଗେ ପଛ ନ ଦେଖିକି ଜଣେ ମଝି ବାକ୍ୟକୁ ନେଇଗଲା, ପ୍ରଥମ ବାକ୍ୟକୁ ନେଇଗଲା, ପର ବାକ୍ୟକୁ ନିଆ ହେଲାନି। ଯେମିତି ଉଦାହରଣ ସ୍ୱରୂପ ମୁଁ ଗୋଟେ ଜଷ୍ଟ ଗୋଟେ କଳ୍ପନା କରି କହୁଛି। ଝିଅ ପଢିଛି, आईएएस हो, आईपीएस हो, डॉक्टर हो, ଝିଅ ବସିଛି। ପୁଅ ମଧ୍ୟ ଗୋଟେ କଣ ପଢିଛି, ବିଜନେସ୍ ହଉ ଯାହା ବି, ପୁଅ ବି ବସିଛି। ଝିଅର ବାପା ମା ବସିଛନ୍ତି, ପୁଅର ବାପା ମା ବସିଛନ୍ତି। ଝିଅ ପାଖକୁ ପୁଅର ବାପା ମା ସବୁ ଆସିଛନ୍ତି। ଓ ଆପଣ କଣ କହୁଛନ୍ତି ଟିକେ ବୁଝି ହଉଛି, ୟେସ୍, ବିବାହର। ଓକେ, ଦେନ୍ ଦେନ୍ ଝିଅର ବାପା ସାହସ କରି କହୁଛନ୍ତି ଆପଣଙ୍କୁ କିଛି କହିବାକୁ ଅଛି କି? ଦେନ୍ କହୁଛନ୍ତି ଦେଖନ୍ତୁ, ଷ୍ଟାର୍ଟିଂ ଦେଖନ୍ତୁ, ବାହାଘରରେ ଏ ତ ଡାଉରୀ, ଏ ତ ଯୌତୁକ प्रथा नियम ରହିଛି, ବାସ୍ ବିଗିଡ଼ି ଗଲା ଝିଅଟି। मैं शादी नहीं करूंगी ଯଦି ଡାଉରୀ ଆପଣ ମାଗିବେ। ଦେନ୍ ବାପା କହୁଛନ୍ତି ଆରେ ଝିଅ, ମୁଁ ଆରମ୍ଭ କରିନି, ପୂର୍ବ ପର ସମ୍ପର୍କ ତ ଦେଖିନୁ, ପୂର୍ବା ପର ପରାମର୍ଶ ତ ବିଚାର ନ କରିକି ମୁଁ କହୁଛି କି ସାରା ଜୀବନ ସଂସାରରେ ଚାଲିଛି କିନ୍ତୁ ଆମ ପରିବାରରେ ଆମେ ନେବୁ ନାହିଁ। ଏ ବାକ୍ୟଟା ଶୁଣିନ ନା, ଭड़କି ଗଲ। ଦେନ୍
ମାନେ ମୁଁ କଳ୍ପନା କରି କହୁଛି। ଦେନ୍ ପୁଅ କହିବ ବାପା ଆମେ ପଳେଇ ଯିବା। ଯଦି ଇଏ ଝିଅଟି ନିଜକୁ ନିଜେ ଆଇଏଏସ୍ ହେଇଛି, ଆଇପିଏସ୍ ହେଇଛି ବୋଲି ଅଧା ଶୁଣିବ, ତାର ଜୀବନ ପର୍ଯ୍ୟନ୍ତ ଏମିତି ଚାଲିବ। ଆଉ କଥାଟାକୁ ଟିକେ ମୋଡ୍ କରିଦବା ଭଲରେ। ଦେନ୍ ସେ କହିଲେ ସରି ଡାଡି, ମୁଁ ଅଧା ଶୁଣିଲି, ସରି। ଦେନ୍ କଥାଟାକୁ ଆହୁରି ବୋଲେ ଝିଅ ଯାହା ହଉ ତୁ ମତେ ଡାଡି କହିଲୁ, ଭଲ ଲାଗିଲା, ଥ୍ୟାଙ୍କ ୟୁ। ଦେନ୍ ପ୍ରସ୍ତାବ ପକ୍କା। ଆମେ ଆମେ କିଛି ଚାହୁଁନୁ, ଜଷ୍ଟ ଝିଅକୁ ଚାହୁଁଛୁ। ବାସ୍ ଝିଅକୁ ଶାଢ଼ୀରେ ଅଳଙ୍କାରରେ ଆପଣ ଯାହା କରିବେ, ଆଉ ଆପଣ ରିସେପସନ୍ ପାଇଁ ଯେତିକି ବ୍ୟବସ୍ଥା କରିବେ। ମୋର 200 ଲୋକ ଆସିବେ। ତାକୁ କହନ୍ତି ପୂର୍ବାପର ପ୍ରସଙ୍ଗ ଠିକରେ ଶୁଣିବା। ଅଧା ଶୁଣିକି ଯାହା ଅସୁବିଧା ହବ, ବ୍ୟବହାରରେ ମଧ୍ୟ, ପ୍ରବଚନର ମଧ୍ୟ। ତ କହୁଛନ୍ତି ଦର୍ଶନର ମଧ୍ୟ, ଏ ଯୋଉ ଚାର୍ବାକ ଆଦି ଦର୍ଶନ ମୁଁ ବିଚାର କରିବି, ଏମାନେ ମଧ୍ୟ ଉପନିଷଦର ବାକ୍ୟକୁ ନଉଛନ୍ତି, କିନ୍ତୁ କୋଉଟା କୋଣ ନେଇକି ତାଙ୍କର ନିଜ ପାଇଁ ଯୋଉଟା ଆବଶ୍ୟକ ସେଇଟା ନେଉଛନ୍ତି। କହୁଛନ୍ତି ଦେଖ, ଶରୀର ହିଁ ଆତ୍ମା କୁହାଗଲା, ଏବଂ ଉପନିଷଦର ବାକ୍ୟ ବି କୁହାଯାଉଛି। ପୂର୍ବା ପରା ପରାମର୍ଶ ବିକଲା। ବିକଳ ମାନେ ଏଠି ଅସମର୍ଥ, ବିକଳ ହବା କହନ୍ତିନି। ତେଣୁ ଏ ବିକଳା ଅସମର୍ଥ ଇଏ। ତ ये जो असमर्थ व्यक्ति विकला, पूर्वा पर परामर्श विकला तन्न केचन, एमती केते जण अछंती असमर्थ। कौन करती? वाक्य आभास। ये रियली महावाक्य को प्रयोग करते नहीं। अहम ब्रह्मास्मि नहीं, अन्नमय, अन्न रसोमय शरीर, अन्न रसोमय अहम, बस एमती वाक्य को जोटा उपनिषद अच्छी नहीं जानते, कहते वाक्य आभास, वाक्याभास, धर्म धर्माभास। तो वाक्याभास को नियंती स्व स्व पक्ष योजती, निज निज पक्ष जो जोड़ी दियंते। आउ अलज्जया और लज्जा लगेनी तांको, लज्जा रहित कुछ गोटे हाँ मु कौन ठीक करुच्ची कौन नहीं विचार करते नहीं, निजे निजे सब गड़बड़ कर दियंते। तो ये होची मुश्किल कथा। तो एणु तुम्हें भाव एमती जदि करिवे तो विचार ठीक रहिबनी जो उपनिषदर वाक्य को। तो कहले अच्छा प्रमाण दियंतो, आपण जोटा आपण कहले ना, हाँ मुझे कहबी ना, बर्तमान 60 श्लोक रु नहीं कि मुझे कंटिन्यू कही चलिए। अच्छा हाँ, ना देखो निज निजर प्रश्न बर्तन हम। अच्छा जो मैंने नास्तिक, नास्तिक रो 3टा अर्थ, भगवान को स्वीकार न करिवा, धर्म को स्वीकार न करिवा, एवं वेद को स्वीकार न करिवा। एई दर्शन दृष्टिରୁ वेद को स्वीकार न करिवा ही नास्तिक। वेद निंदक नास्तिक, वेद रो जो निंदा करने वाला नास्तिक, वेद को जो निंदा करे से नास्तिक। तो जो माने नास्तिक वाले, वेद को निंदा करने लोक, से माने ठीक अच्छी श्रुति को अनादर करते एवं निज हिंसा हिंसा रे नहीं जाते। किंतु जो माने आस्तिक वाला, न्याय दर्शन वैशेषिक सांख्य योग, एमाने ना एमाने मध्य निज निजर आत्मतत्वर विचार को एमाने मध्य विचार करके संदर्भ करते, ऐक्य विचार कहीं करते नहीं। सदाचार में देखुले ना, न्याय और दर्शन केवल वाच्यार्थ रही जाए,
योग एवं सांख्य केवल लक्ष्यार्थ, परमात्मा का लक्ष्यार्थ रह जाए, किंतु ऐक्य केवल अद्वैत वेदांत विचार करे। अद्वैत वेदांत अतिरिक्त और कई हेले विचार करते नहीं। से अद्वैत तत्व, ऐक्य तत्व। ठीक अच्छे गुरुजी, बर्तमान बुझातु ना स्टार्टिंग रे 60 नंबर रे चार्वाक माने कौन विचार करते आत्मा को, ताहा निजे कहउछन्ति 60। अच्छा, चार्वाक को लोकायतिक कहते, कारण लोकरे ये बहुत प्रसिद्ध से लोकायतिक। एमाने प्रत्यक्ष प्रमाण को ही मानते, आउ किसी मानते नहीं। आ विषय टिके हम विचार करिया बेसी आज। 60 कूटस्थादि शरीरांत कूटस्थादिशिररिरन्त संघातस्यात्मतां जगुः सङ्घातस्यात्मतां जगुः लोकायता पामराश्च लोकायतापामराश्च प्रत्यक्षाभासमाश्रितः। प्रत्यक्षाभासमाश्रिताः। ये जो अ, प्रत्यक्ष को ही मानते एवं संघात को ही आत्मा मानते माने, फर्स्ट एमानंको ना कह जाए चार्वाक, एवं एमानकर ना होची लोकायताः, लौकिका, लोकायताः एवं प्रत्यक्ष आभास आश्रिता। प्रमाण विचार रे प्रत्यक्ष प्रमाण को ही स्वीकार कर, आउ किसी ना। परमात्मा देखा जाओ ना तेणु परमात्मा ना। ये मानते किसी नास्तिक विचारक मध्य पाश्चात्यर परमात्मा नाहंती, कहीं परमात्मा देखा जाओ ना। यदि परमात्मा था ताले आस्थाते आगो चार्वाक, चारुबाक, यामिमं पुष्पितम वाचो प्रवदन्ते अविपश्चितः। भगवान कृष्ण गीता मध्ये कहते चार्वाक, चारुवाक। आप गोटे कहानीटे अच्छे, कहानी एमती अच्छी कि ये जो देवता और असुर मान भीतर सब झगड़ा होता है। देवता मान पाखरे बल कम, शरीर शक्ति, एणु हारी जाते। असुर मान पाखरे शक्ति बेसी, एणु जीति जाते। देवता मानकर गुरु बृहस्पति, असुर मानकर गुरु शुक्राचार्य। शुक्राचार्य तपस्या करके संजीवनी विद्या प्राप्त करते असुर मान रक्षा करने। देवता गुरु शुक्राचार्य देव बृहस्पति मध्य विचार करते केमती माने देवता मान कल्याण पाई। कि देखिए ये तो राक्षस माने बहुत बलवत्तर होचने। से भाविले सेमानंकु गोटे आत्मतत्व विषय रे शरीर ही सब किछि या भाविकी जदि आमे ज्ञान देदेवा से पड़ी रही और मृत्युर भयर रही से गोटे से दर्शन तैयारी कले, तार ना हो चार्वाक। कह जाए चार्वाक ऋषि हेले तापर डेभलप कले। प्रथम ये दर्शन रो मुख्य आचार्य बृहस्पति निजे कहानी कह जाए एवं तापर चार्वाक ऋषि आसिले सी डेभलप कले। आउ कहते चार्वाक माने चारु वाक, चारु माने रमणीय, सुंदर, ब्यूटीफुल, फ्लावर वाक्य। ये जो मॉडर्न साइंस भी कहते
जितने एडवर्टाइजमेंट होची बस या करो, तेल लगाओ, ये लगाओ, से लगाओ, ये सब चार्वाक सिद्धांत। शरीर ठीक रहिले भोग कर शरीर को ठीक बढ़ाओ, जेते संसार रे भोग अच्छी। रबट तैयारी भी करुँच कि रबट तुमको सेवा करियो, रबट तुमको मालिश कर दो, रबट तुमको ये कर दो, सब साइंस र लक्ष्य भी तुमको भोग दो, अभोग रे आनंद आसो। चार्वाक छांदोग्य उपनिषद रे 8 अध्याय मध्य या कहुई, प्रहलाद पुत्र विरोचन राक्षस मानकर हेड एवं इंद्र देवता मानकर हेड, ए दिजन जगह जाऊँ ब्रह्मा पाखु। ब्रह्मा उपदेश देले कि जाओ तुम्हें निजर प्रतिबिंब को देख, तुम्हें ही आत्मा। अब ये विरोचन आसला पानी रे देखला सुंदर शरीर है तार, कहला रे ये जदि आत्मा को हटाकट्टा शरीर को ठीक करिया दरकार। बस पाठ पढ़लानी, खबर देदेला कि मोर पाठ सरला। ब्रह्मा ने गोटे सूत्र बतईदेले, मुझे जानदेली ये शरीर को ही ठीक करियो। रथ आसला, रथ रे बसिला, समस्ते खुशी हेले, तांको विजय विजय घोष हला। उपनिषद गंगारे भी एटा गोटे अच्छी कथाटे। किंतु इंद्र देखिला, कहले ये शरीरटा तो स्थूल हो जाउचे, नष्ट हो जाउचे, सबुबेले तो ये शरीर रहुनी, तो शरीर आत्मा केमती हब? देन से 101 वर्ष तपस्या कले ଏବଂ ବ୍ରହ୍ମାଙ୍କ ପାଖକୁ ଯାଇକି କହିଲା କି ଏ ତ ଶରୀର ଆତ୍ମା ନୁହଁ, ଶରୀର ତ ନଷ୍ଟ ହଉଛି। ଦେନ୍ ସେ ଉପଦେଶ ଦେଇ ଚାଲିଲେ। ତାକୁ କହନ୍ତି ଚାର୍ବାକ ଦର୍ଶନ। ଏମାନଙ୍କୁ ଏଇଠି ନା ବିଦ୍ୟାରଣ୍ୟ ଟିକେ କଡ଼କ ଭାଷା ପ୍ରୟୋଗ କରୁଛନ୍ତି ଏମାନଙ୍କ ପାଇଁ, ପାମରା। ପାମର। ଆଚ୍ଛା, ମୁଁ କେତେବେଳେ ଅନେକ ପ୍ରବଚନ ଦେଇଛି, ଥରେ ଏବେ ଡେରାଡୁନ ଚିନ୍ମୟ ମିଶନରେ ଦେଇଥିଲି ବି, ସାଧକର ଯାତ୍ରା, ଆଉ ଗୋଟେ କୋଉଠି ଦେଇଥିଲେ, ଇଭେନ୍ ଭିଏତନାମ ପ୍ରବଚନରେ ମଧ୍ୟ ଗୋଟେ ଦିନ ମତେ ଚାନ୍ସ ମିଳିଲା। ମେଡିଟେସନ ପୂର୍ବରୁ ଏଇଟା ବି ଟକ୍ ଦେଇଥିଲେ। 14 ପ୍ରକାର ଲୋକ, ତ ପ୍ରଥମରେ ପାମର କୁହାଗଲା। ପାମର ଅସୁର, ରାକ୍ଷସ, ବିଷୟୀ, ଭୋକ୍ତା, କାର୍ମିକ ଆଦି। ତ ଏଇଠି ବିଦ୍ୟାରଣ୍ୟ ଏମାନଙ୍କୁ ପାମର କହୁଛନ୍ତି। ଆଚ୍ଛା, ଏମାନଙ୍କୁ ପାମର କାହିଁକି କହୁଛନ୍ତି ସିଏ ବି କାରଣ ଦଉଛନ୍ତି। विवर्ण पामर नीच प्राकृतश्च पृथक् जनः निहीनो अपसदः जा जाल्मः क्षुल्लोक चेतरस सह। ये अर्थ कौन? अर्थात पामर माने पा धर्म म्रियते ये न। पा माने धर्म, परमार्थ। धर्म को जे नाश करते, मर माने मारिबा, जे धर्म को नाश कर दिया ना से होचे पामर। नीच निकृष्टान लक्ष्मीम चिन्होति, अर्थात जे नीच वैल्यू को चयन करे से नीच। निकृष्टा मूल्य को जे चयन करे। प्राकृत प्रकृतौ भव, प्रकृति जो उत्पन्न हला से ही सब किछि। सज्जनेभ्य पृथक भूत जन पृथक जन, आओ अलगा, पृथक जन मन अलगा। निहीन नितराम हीन, ये सब पामर का लक्षण है। एमाने कौन मानते निज को? बस शरीर ही सब कुछ। एमानक जो दर्शन अच्छी ना तत्वमीमांसा विषय रे कहते चेतन तत्व सेमती किसी ना। 4टी महाभूत ही मेन अपने आप तैयारी होइछे ए जगत। पृथ्वी तत्व, जल तत्व, अग्नि तत्व एवं वायु तत्व, बस ए 4टा। आकाश तत्व के समान मानना है। कहते ये 4टी अत्र चत्वारि भूतानि भूति भूमि वायव अनल अनिलाः
ଚତୁର୍ଭ୍ୟ ଖଲୁ ଭୂତେଭ୍ୟଶ୍ଚ ଚୈତନ୍ୟ ଉପଜାୟତେ। ବାସ୍ ଏଇ ଚାରିଟା ଯାକ ମିଶି ଯାଉଛନ୍ତି ତ ଚୈତନ୍ୟ ଉତ୍ପନ୍ନ ହଉଛନ୍ତି। ଚୈତନ୍ୟ ଚେତନ ବୋଲି ସେମିତି ଇଣ୍ଡିପେଣ୍ଡେଣ୍ଟ ସ୍ୱତନ୍ତ୍ର ସତ୍ତା ନାହିଁ। କାରଣ ସ୍ୱତନ୍ତ୍ର ସତ୍ତା ସ୍ୱୀକାର କରିଦେଲେ ଫିର ଚେତନକୁ ସ୍ୱୀକାର କରିବାକୁ ପଡ଼ିବ ପୁରୁଷକୁ। ତ କହୁଛନ୍ତି ସେମିତି ସ୍ୱତନ୍ତ୍ର ସତ୍ତା ବିଲକୁଲ କିଛି ନାହିଁ। ଏ ଧନ୍ଦାରେ ତମେ ପଡ଼ନି। ଆଚ୍ଛା ନା ହଁ। ଫିର କ'ଣ ନା ଇଏ ଯୋଉ ଚେତନ ତତ୍ତ୍ୱ ଏବେ କଥାବାର୍ତ୍ତା ହଉଛ, ଜଡ଼ ଆଉ ଚେତନର ପ୍ରଭେଦ କ'ଣ? ଜଡ଼ ଏବଂ ଚେତନର ଫରକ କ'ଣ? ନା ତାଙ୍କର ଗୋଟେ ଏକ୍ସାମ୍ପଲ ଦଉଛନ୍ତି। ତମେ କେବେ ଇଏ କରିଛ, ପାନ ଖାଇଛ? ନା ହଁ। ନା କୁହ, ପାନ ପତ୍ରର ରଙ୍ଗ କ'ଣ? ନା ସବୁଜ। ଚୂନାର ରଙ୍ଗ କ'ଣ? ନା ଧଳା। ଖଇରର ରଙ୍ଗ କ'ଣ? ନା କଫି କଲର। ଏସବୁ ମିଶେଇକି ଯେତେବେଳେ ପାଟିରେ ଚୋବଉଛ କ'ଣ ବାହାରୁଛି? ନା ଲାଲ। ଲାଲଟା ଆସିଲା କୋଉଠୁ? ପାନ ପତ୍ରରେ ଥିଲା ଲାଲ? ନାହିଁ। ଖଇରରେ ଥିଲା? ନାହିଁ। ଚୂନରେ ଥିଲା? ନାହିଁ। ତିନି ଜଣ ଯାକର ଅଲଗା ଅଲଗା ରଙ୍ଗ ଅଛି ନା ନାହିଁ? ମିଶେଇ ଦେଲା ପରେ ବାହାରିଲା କି ନାଇଁ? ନାହିଁ। ହଁ। ଚାର୍ବା କହୁଛି କ'ଣ ସବୁ ବେଦାନ୍ତି ନାଇଁ ନାଇଁ କହୁଛ? ଶୁଣ ଭଲ है, ପ୍ରାକ୍ଟିକାଲ ଦେଇଟା। ହଁ ତ ବାସ୍ ତ କ'ଣ? ଆ- ବାୟୁ, ଅଗ୍ନି, ଜଳ ଏବଂ ପୃଥିବୀ ତା ନିଜ ନିଜର ଶକ୍ତି ଅଛି। ଏମାନେ ଜଡ଼ ହେଲେ ମଧ୍ୟ ମିଶେଇ ଦିଅ, ମିଶେଇ ଦେଲେ ଚେତନ ଆସିଯାଉଛି। ଆଚ୍ଛା। किण्वादिभ्य समेतेभ्य द्रव्येभ्य मदशक्तिवत् अहं स्थूलः कृशो अस्मीति सामान्याधिकरण्यतः मम देहो अयम् इति उक्तिः संभवेदि पचारिकी। कହୁଛନ୍ତି ଶୁଣ କ'ଣ? ମଦ ପିଇଛ? ତ ବେଦାନ୍ତ କହୁଛନ୍ତି ଆରେ ଛାରବା, ତୁ ଗୋଟେ କ'ଣ ଏମିତି ଧର୍ମ ଦର୍ଶନ କ୍ଲାସରେ ମଦ କଥା କହୁଛୁ? କାହିଁକି? କୋଉ ଜିନିଷ ଖରାପ? ଖରାପ ତମ ମନର କଥା। ମଦ ତ ଗୋଟେ ମଜା ନା, ଆନନ୍ଦ। ମନୁଷ୍ୟ ଦୁଃଖ ପାଉଥିବ, ରୋଜଗାର ତମେ କର୍ମ ତ କରୁନ ବେଦାନ୍ତୀ ଲୋକ ଭଳିଆ। ମୁଁ ବଢିଆରେ ଖାଇବାକୁ ମିଳିଯାଉଛି, ବସ୍ତ୍ର ବସ୍ୟ। ଆମେ ଚାର୍ବାକ ପରିଶ୍ରମ କରୁଛୁ, ପସିନା ଲଗାଉଛୁ। ଯେତେବେଳେ ମନୁଷ୍ୟ କର୍ମ କରିବ ବହୁତ କଷ୍ଟ ପାଇବ, ଶାରୀରିକ। କୁଲି ହଉ, ରିକ୍ସାବାଲା ହଉ, ଯିଏ ଇଟା ବହୁଛି ହଉ, କେତେ ଶାରୀରିକ କଷ୍ଟ ଅଛି। ଯେତେବେଳେ ମଦ ପିଇବ ଭୁଲିଯିବ ସେ। ସେଥିପାଇଁ ମଦ ଆମମାନଙ୍କ ପାଇଁ ଗୋଟେ ସୁଖର ସାଧନ। ତମେ ସବୁ ଦେଖେଇ ହଉଛ, କଣ୍ଟ୍ରୋଲ କରୁନ, ପିଉନ, ଅଲଗା କଥା। ଆଉ ମଦ ସହିତ ତାର ଛୋଟ ଭାଇ ଆସିବ ନିଶ୍ଚୟ, ମାଂସ। ଆଚ୍ଛା, ତମେ ମାଂସ ଖାଉଛ, ଆଉ ଭୋଗ କରିବ ନା ଆନନ୍ଦ ସୁଖ। ହୁଁ। ତା ସହିତ ସେ ଯୋଉ ସେଉ ମିକ୍ସଚର କ'ଣ କ'ଣ ସବୁ ପିଆଜ ସବୁ ଚାଲିବ। ଏସବୁ ଖାଉଛ, ଏଇଟା କ'ଣ ଅସୁବିଧା? ସଂସାରରେ ତିଆରି ହେଇଛି କ'ଣ ପାଇଁ? ଖାଇବା ପାଇଁ ତିଆରି ହେଇଛି ନା। କଣ୍ଟ୍ରୋଲ କରିକି ଲାଭ କ'ଣ? ୟାବତ୍ ଜୀବେମ୍ ସୁଖମ୍ ଜୀବେତ୍। ଯେ ପର୍ଯ୍ୟନ୍ତ ଯିବ ସୁଖରେ ଯିବ। ଋଣମ୍ କୃତ୍वा ଘୃତମ୍ ପିବେତ୍। ସୁଖରେ ଯିବ, ସୁଖ ଭୋଗ କରିବ। ପଇସା ନାହିଁ, ଆରେ ପଇସା ନଥିଲେ କ'ଣ, ଋଣ କର। ଋଣ କରିକି ଘିଅ ପିଅ। ଭସ୍ମୀଭୂତସ୍ୟ ଦେହସ୍ୟ ପୁନରାୟ ଗମନମ୍ କୁତଃ। ଇଏ ଯୋଉ ଶରୀର ଆଉ କ'ଣ ଆସିବ କି? ଖାଅ ପିଅ ମସ୍ତି କର। ନାଇଁ ନାଇଁ, ତମେ ସେ ମଦ କଥାର ଏକ୍ସାମ୍ପଲ ଦେଇଥିଲ, ସେଇଟା କ'ଣ କ'ଣ କହିବା ପାଇଁ ହଁ, ମୁଁ କହିବା ପାଇଁ ଚାହୁଁછું ଭାତ, ହେଲା, ପାଣି, ଦେନ୍ କିଛି ଗୋଟେ ପାଉଡର ମିଶେଇକି ରଖାଯିବ, ଦେନ୍ ହାଣ୍ଡିରେ। ବାସ୍ କିଛି ଦିନ ପରେ ମଦ ହେଇଯିବ। ବିୟର ଯୋଉ ହଉଛି ନା, ବିୟର ରମ୍ ସାଦି ଏପେଲ ର ହଉଛି। ଭାବ ତ, ମୁଁ ବର୍ତ୍ତମାନ 57, ମୁଁ ନିଜେ 58 ଲୋକଙ୍କୁ ନେଇକି ଯାଇଥିଲୁ ଡିଲା।
ବାଣ୍ଡେ ପାହାଡ଼ ଉପରେ ସୁନ୍ଦର ଏବଂ ଆମମାନଙ୍କୁ କୁପନ ଦିଆହେଇଥିଲା। ଗୋଟେ କୁପନରେ ଲଞ୍ଚ ଖାଇଲୁ ଭେରାଇଟିସ୍ ମିନିମମ୍ ଗଣୁଥିଲେ ମାନେ 60 ଭେଜିଟେରିଆନ ବାଲା ନନ୍ ଭେଜର ଆହୁରି ବି ଅଛି ଫ୍ରୁଟ୍ସ ସଲାଦ ବଏଲ୍ଡ ଭେଜିଟେବଲରେ ହିଁ ମୋର ପେଟ ପୁରିଗଲା ମୁଁ ଆଉ ଛୁଇଁନି ବିଲକୁଲ ବାରମ୍ବାର ମତେ ସବୁ କହନ୍ତି ଏଇଟା ନିଅନ୍ତୁ ସେ ନିଅନ୍ତୁ ମୋ ପେଟ ତ ଛୋଟ ଆଉ କଣ ଏତିକିରେ ହେଇଗଲା। ଆଚ୍ଛା ଆଉ ଗୋଟେ କୁପନ ଥିଲା ସେଇଟାରେ ଏ ଯୋଉ ଆଳୁ ଫ୍ରେଞ୍ଚ ଚିପ୍ସ ଆଉ ଆରଟା ବିୟର ତ ସାଙ୍ଗେ ସାଙ୍ଗେ ମୁଁ ଡିକ୍ଲେୟାର କରିଦେଲି ନାଇଁ ବିୟର ତ ପ୍ରଶ୍ନ ଅଛି ଯେତେବେଳେ ଗାଇଡ୍ କହିଲେ ଆପଣ ଯାଇପାରିବେ नो 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 ବିୟର ଆମେ ସବୁ ଫ୍ରେଞ୍ଚକୁ ଯିବା। ଆଜ୍ଞା ଗୋଟେ ଜଣେ ସ୍ତ୍ରୀ ଲୋକଟେ କହିଲା କି ମୁଁ ଯିବି ସେଠିକି ମୁଁ ମନା କଲି ତଥାପି ବୋଧେ ଯାଇଥିବ ସେ ସ୍ତ୍ରୀ ଲୋକଟାକୁ ମୁଁ ଆଉ ନେକ୍ସଟ ଟାଇମ୍ ନେବିନି କାଳେ ଏଇଟା ଗୋଟେ କହୁଛି ମୁଁ ଟେଷ୍ଟ କରିବି ବିୟର ଇଜ ନଟ୍ ଖରାପ ଆରେ ଖରାପ ଭଲ ଫେର ଇଏ ଚାରବାକ ଫିଲୋସଫି ହେଇଗଲା ନା ତ ଚାରବାକ ଫିଲୋସଫି କହୁଛନ୍ତି ଦେଖ ମଦଟା ଯୋଉ ତମକୁ ନଶା କରଉଛି ମଦ ବୋଲି କୌଣସି ଗୋଟେ ଜିନିଷଟେ ନାହିଁ ସବୁ ମିଶେଇ ଦେଲା ପରେ ମଦ ତିଆରି ହଉଛି ଭାତରେ ତିଆରି ହଉଛି ମଦ ବା ଆପେଲ ବା ଅଙ୍ଗୁରରୁ ତିଆରି ହଉଛି ମଦ ମଦର ଯୋଉ ନଶାପଣ ଯୋଉ ଗନ୍ଧ ଦୁର୍ଗନ୍ଧ କଣ ଭାତରେ ଅଛି କି ନାହିଁ ଅଙ୍ଗୁରରେ ଅଛି ନାହିଁ ଆପେଲରେ ଅଛି ନାହିଁ କିନ୍ତୁ କିଛି ଗୋଟେ ଇଷ୍ଟ ଫର୍ମେସନ ହେଇଯିବ ଏବଂ କିଛି ପାଉଡର ଦିଆଯିବ ସେ କିଛି ଦିନ ପରେ ହେଇଯିବ ସେମିତି ହିଁ ଏଇଟା ଚେତନ ତତ୍ଵ ଏଇ ଯୋଉ ମାନେ ବାୟୁ ଅଗ୍ନି ଜଳ ପୃଥିବୀରୁ ମାଦକ ଦ୍ରବ୍ୟ ଭଳିଆ ଚୈତନ୍ୟ ଉତ୍ପନ୍ନ ହଉଛି ତାଙ୍କୁ ମଜା ଲାଗୁଛି କଣ ସେ ଏକ୍ଜାମ୍ପଲ ବି ସେ ଅନୁସାରେ ଦଉଛନ୍ତି ମୁଁ ସ୍ଥୂଳ ଯୋଉ ମନୁଷ୍ୟ କହୁଛି ଶରୀରକୁ ନେଇକି ନା ଶରୀରଟା ଉତ୍ପନ୍ନ ହଉଛି ଏ ଚାରୋଟି ପଦାର୍ଥରୁ ମୋର ଦେହ ଏସବୁ ବ୍ୟବହାରରେ ଔପଚାରିକ ହେଇଯାଉଛି ବେଦକୁ ମାନେ ମାନନ୍ତିନି ବେଦ ନିନ୍ଦକ ତ୍ରୟ ବେଦସ୍ୟ କର୍ତ୍ତାରଃ ଏଇ ଯୋଉ ତିନିଟା ବେଦ ପ୍ରଥମେ ଥିଲା ନା ତ୍ରୟ ବେଦସ୍ୟ କର୍ତ୍ତାର ଭଣ୍ଡ ଧୂର୍ତ୍ତ ନିଶାଚରା ସେମାନେ ଏମିତି କହୁଛନ୍ତି ମାନେ ଆମେ ତାଙ୍କୁ କହୁଛୁ ପାମର ସିଏ ଆମମାନଙ୍କୁ କହୁଛନ୍ତି ଯିଏ ବେଦକୁ ସ୍ୱୀକାର କରୁଛି ସିଏ ଭଣ୍ଡ ସିଏ ଧୂର୍ତ୍ତ ଆଉ ସିଏ ନିଶାଚରାଃ ଏମାନେ ବି କହୁଛନ୍ତି ଆଚ୍ଛା ଏମାନଙ୍କ ଜୀବନରେ ସ୍ୱର୍ଗ କିଛି ନାହିଁ ଯେମିତି ତର୍କଶାସ୍ତ୍ର କର୍ମଶାସ୍ତ୍ର ପୂର୍ବ ମୀମାଂସା ଏମାନେ ସ୍ୱର୍ଗଙ୍କୁ ହିଁ ମାନୁଛନ୍ତି ପାରଲୌକିକ ଇଏ କହୁছে ନ ସ୍ୱର୍ଗ ନ ଅପବର୍ଗ ସ୍ୱର୍ଗ ବି ନାହିଁ ତମର ଏଇ ଯୋଉ ମୋକ୍ଷ ବେଦାନ୍ତି ବାଲା ତୁମେ ମୋକ୍ଷ ହଉଛ ଅପବର୍ଗ ହଉଛ ନାହିଁ ଇଏ ଅପବର୍ଗ କାହିଁକି ନା ହେଇ ଜାଣିଛନ୍ତି ଅପବର୍ଗ ପବର୍ଗ ଯୋଉଠି ନାହିଁ ପବର୍ଗ ପ ଫ ବ ଭ ମ ବ୍ୟାକରଣ ଆମେ ପଢୁଛୁ ପ ମାନେ ପାପ ଫ ମାନେ ଫଳ ବ ବ ମାନେ ବନ୍ଧନ ପ ଫ ବ ଭ ମାନେ ଭୟ ମ ମରଣ ଏ ପ ବର୍ଗରୁ ଦେଖନ୍ତୁ କେତେ ସୁନ୍ଦର ସୁନ୍ଦର ଅର୍ଥ ବାହାରୁଛି ଯୋଉଠି ପାପ ଥିବ ଯୋଉଠି ଫଳର ଆଶା ଯୋଉଠି ବନ୍ଧନ ଯୋଉଠି ଭୟ ଆଉ ଯୋଉଠି ମରଣ ନାହିଁ ତାହା ହିଁ ମୋକ୍ଷ ମୋକ୍ଷରେ ମୁକ୍ତିରେ କୈବଲ୍ୟରେ ପାପ ବି ନାହିଁ ଫଳ ବି ନାହିଁ ବନ୍ଧନ ବି ନାହିଁ ଭୟ ବି ନାହିଁ ମରଣ ବି ନାହିଁ ଏଣୁ କହନ୍ତି ଅପବର୍ଗ କିନ୍ତୁ ଏଇ ଅପବର୍ଗକୁ ମୋକ୍ଷକୁ ମାନନ୍ତିନି ସ୍ୱର୍ଗକୁ ମାନନ୍ତିନି ନ ସ୍ୱର୍ଗ ନ ଅପବର୍ଗ ବା ନୈବାତ୍ମା ପାରଲୌକିକ ଆତ୍ମା ବି କିଛି ନାହିଁ ପରଲୋକର ଯୋଉ ଆତ୍ମା ଏଇଠୁ ଗଲା ପରେ ସେଠି ସେମିତି କିଛି ନାହିଁ ଆମମାନେ କଣ ମାନୁଛୁ ଜୀବ ଆନୁକୂଲ୍ୟ ସାତତ୍ୟ ଆନୁକୂଲ୍ୟେନ ଅର୍ଥାତ
जीव होची नित्य। ଏଇ ଜନ୍ମରେ ଯେ ଜନ୍ମ ହେଲା ସେ ଆଉ ଥରେ ରହିବ। ସେମାନେ କହୁଛନ୍ତି ନା ନା ସେମିତି କିଛି ନାହିଁ, ପାରଲୌକିକ ଜୀବ ନାହିଁ, କିଛି ନାହିଁ। ନୈବ ବର୍ଣ୍ଣାଶ୍ରମାଦୀନାମ୍, ଏ ବର୍ଣ୍ଣ ଆଶ୍ରମ ଅନ୍ୟସରୀ କର୍ମ କିଛି ବି ନାହିଁ। ତୁମେମାନେ ସବୁ ଧୂର୍ତ୍ତ ବାଲା, ବେଦ ବାଲା ସ୍ୱୀକାର କରୁଛ। ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଆମେ କିଛି ମାନୁନୁ। କାରଣ ଆଜିକାଲି ମଡର୍ଣ୍ଣରେ ଦେଖୁଛନ୍ତି ନା, ଶର୍ମା ବର୍ମା ଦାସ ମିଶ୍ର ସବୁ ରଖୁନାହାନ୍ତି, କାହିଁକି ନା ଜଣା ପଡିଯିବ ଆମେ କଣ। ଦାସ ଗୁପ୍ତା ସବୁ ଥିବ। ହଁ, କେମିତି ନାଁ ଦେବେ ସବୁ ନା, ପରମିତା ଅପରାଜିତା। ଆରେ ବାବା, ଆଉ ଟାଇଟଲ ନାଇଁ, ଦରକାର ନାହିଁ। ନା ପରମିତା ଅପରାଜିତା, ଅପରାଜିତା ଟାଇଟଲ, नो नो नो, इट इज ऑल्सो नेम। अपरमिता, इट इज ऑल्सो नेम। टू नेम्स यू हैव, यस। ଏମିତି କାହିଁକି ନା, ଜଣେ ଯଦି ଭୁଲିଗଲା ଆଉ ଗୋଟେ ମନେ ରଖିବ, ଏମିତି ଡବଲ ଡବଲ ନେମ୍ ଥିବ। କିନ୍ତୁ ସିଂ, ଶର୍ମା, ବର୍ମା ସବୁ ହଟାଇ ଦଉଛନ୍ତି, କାରଣ ଜଣା ପଡିବନି କ୍ୟାଷ୍ଟ କଣ। ଏସବୁ ଚାରୱାକ ଷ୍ଟାଇଲ। नैव वर्ण आश्रमादीनाम, वर्ण नहीं, आश्रम नहीं, ब्रह्मचर्य गृहस्थ ये सब किसी नहीं। अरे तुम जहाँ इच्छा ता करो, ये सन्यास बेकार जिनस। क्रियाश्च फलदायिका, क्रिया फलदायक भी न हो। कौन सी ये सब नियम सिस्टम कौन से फल दबनी, बरम तो अंधकार पकेब। किए कहते से जदि पचार, अरे चारबाग भाई ना कह ना, बिना ईश्वर रे जगत टा केम चलुची। अरे अग्नि उष्ण ना, अग्नि गरम अच्छी ना, जलम शीतम, जलटा शीत। हाँ, अरे आम प्रश्न पचारे ईश्वर कथा, तुम अग्नि और जल एमती शुणी चल चुपचाप, मौका देच ना, शुण। पार्लियामेंट सब चलती ना। अरे दो जब बातें करते हैं, तीसरा क्यों बोलता है? शुणिया पे धैर्य नहीं पार्लियामेंट रे। कही दौरान बड़बड़ कर दौरान, भोट चोरी कथा कर दौरान, जो कथा पड़ुची पलि जाऊँ सब। निजे कहते भागना मत, निजे ही भाग जाऊँ। तेणु कहते तुम ईश्वर को मानुन। अरे चार बार तो ये सब जगत केमती संचाल हो, जगत तो तैयारी कर ईश्वर को। आम वेदांति वाला मानुच, अन्य आमर दर्शन वाला भी मानुच। अरे चुप रहो ना, तुम वेदांत। हाँ कौन? अरे बाबा मु प्रश्न पचार, अग्निर स्वरूप उष्ण, जलर स्वरूप शीतल, वायुर स्वरूप स्पर्श, एत सब विचित्र विचित्र केमती है? जदि भगवान थाते, भगवान ताल समस्त समान करता ना। भगवान होचन समस्त समान पुत्र। माने माने कौन? वायु अग्नि समान देखो तो सब अलग अलग विचित्र ढंग सब भेद साम्य अच्छी। हाँ, तार अर्थ सब निजे निजे ही गला, ये तैयारी करना सब स्वभाव एमतिया स्वभाव से मत, से एमित ही जानते। आओ प्रत्यक्ष प्रमाण देखा जाऊे तो मानवे न नहीं, बस यहीटा ही। मृत्यु पश्चात सेमती किसी शरीर नहीं, चैतन्य अभाव शरीर निश्चेष पड़ जाऊँ, सब सरला। एमान को ही मूर्ख कह जाए, प्रमाणर अभाव कह जाए। एमाने एमती रहते, अस्तित्व एमानकर कौन सी नहीं। एमाने कौन कहते शुण, कौन कहते आत्मा विषय रे? कूटस्थादि शरीरांत संघात से आत्मता जगु। ये जो संघात अच्छी ना, शरीर कौन गोटे संघात, वायु अग्नि जल पृथ्वी तैयारी है।
या ही आत्मा। अहम शरीर अन्नमय रसो शरीर। ସ୍ୱାମୀଜୀ ଆପଣ କହିଥିଲେ ପରେ ମାନେ ଆ, ବେଦ ଉପନିଷଦର ନିଅନ୍ତେ ନା? ହଁ ହଁ, ତା ପୂର୍ବରୁ କିଏ ଏମିତିଆ ସବୁ କରନ୍ତେ ଶୁଣ। 60 61 ବିରୋଚନର ଯୋଉ କଥାଟା ମୁଁ କହୁଥିଲି ସେଇଟା ସେ ନିଜେ କହୁଛନ୍ତି। ଶ୍ରୌତେ କର୍ତ୍ତୁମ ସ୍ୱପକ୍ଷ୍ୟନ୍ତେ श्रौते कर्तुं स्वपक्षं ते कोशमन्नमयं तथा कोशमन्नमयं तथा विरोचनस्य सिद्धान्तम् विरोचनस्य सिद्धान्तं प्रमाणं प्रतिजज्ञिरे। प्रमाणं प्रतिजज्ञिरे। କହୁଛନ୍ତି ଦେଖ ଏମାନେ ଏ ଯୋଉ ଚାର୍ବାକ ପାମର ଲୋକ ନା, ହଁ, ଶ୍ରୁତି ପକ୍ଷକୁ ମାନନ୍ତିନି, ଶ୍ରୌତି ପକ୍ଷ ମାନନ୍ତିନି, କି ନିଜ ନିଜ ପକ୍ଷରେ କରିଦିଅନ୍ତି। ଶ୍ରୁତି ପକ୍ଷକୁ ସିଦ୍ଧ କରିବା ପାଇଁ ଅନ୍ନମୟ କୋଶ ମୁଁ ଅନ୍ନ और विरोचन सिद्धांत को प्रमाण मानते। विरोचन से सिद्धांतम प्रमाणम। विरोचन सिद्धांत कौन ना ମୁଁ କହିଥିଲି कि विरोचन एवं इंद्र ଦି ଜଣ ଯାକ ଗଲେ ବ୍ରହ୍ମାଙ୍କ ପାଖକୁ। ବ୍ରହ୍ମା ଉପଦେଶ ଦେଲେ, କହିଲେ ଦେଖ ତୁମେ ନିଜକୁ ଦେଖ, ସିଏ ହିଁ ଆତ୍ମା। ଯେମିତି ଉପଦେଶ ନା ୟୁ ଇଣ୍ଟ୍ରୋଭର୍ଟ, ଦ୍ୟାଟ୍ ଇଜ ଆତ୍ମା, ଦ୍ୟାଟ୍ ଇଜ ୟୁ। ତ କହିଲେ ଠିକ ଅଛି, ନିଜକୁ ଦେଖିବା ପାଇଁ ଉପାୟ କଣ? ୟା ତ ଦର୍ପଣରେ ଦେଖ, ୟା ତ ପାଣିରେ। ପୂର୍ବ କାଳରେ ଶୁଦ୍ଧ ଜଳ ଥିଲା, ଦେଖିଲେ ଦି ଜଣ ଯାକ ଅଲଗା ଅଲଗା ଜାଗାରେ। ତ ବିରୋଚନ ଦେଖିଲା ଏତ ବଢିଆ ସୁନ୍ଦର ମୋ ଶରୀରଟା ଦେଖାଯାଉଛି, ଆଚ୍ଛା ଏଇଟା ହିଁ ଆତ୍ମା। ବାସ୍ ଆଉ କ୍ଲାସ୍ ଗଲାନି, ବ୍ରହ୍ମାଙ୍କୁ କହିଲାନି ବି कि यस ମୁଁ ଜାଣିଦେଲି ବୋଲି। ସେ ଫେରି ଆସିଲା, କହିଲା ହେଲା ଆଉ କଣ, ଆଉ କଣ ଯିବ, ସେ ତ ବତେଇ ଦେଇଛନ୍ତି। ଖବର ଦେଲା ମତେ ସ୍ୱାଗତ କର, ମୁଁ ଜ୍ଞାନ ପ୍ରାପ୍ତ କରିକି ପଳେଇ ଆସିଛି ବ୍ରହ୍ମାଙ୍କ ଠାରୁ। ଆଉ ବ୍ରହ୍ମା ଗୋଟିଏ ଉପଦେଶ ଦେଲେ ହେଇଗଲା। ଇଏ ଇନ୍ଦ୍ର କଣ କରୁଛି କିଏ ଜାଣି, ସେ ଫେରିବ କି ନାହିଁ ଆଇ ଡୋଣ୍ଟ ନୋ, ବଟ୍ ମୁଁ ଆଇ ରିଟର୍ନ, ମୁଁ ବିଦେଶ ରିଟର୍ନ। ବାସ୍ ସ୍ୱାଗତ ହେଲା। କଣ ଆପଣ ବୁଝିଲେ? ଆରେ ଏ ଶରୀର ହିଁ ସବୁ କିଛି। ବ୍ରହ୍ମା ଏହା କହିଲେ, ଆକୁ ଖାଅ, ଖୁଆଅ, ପିଅ, ସବୁ କୁछ କର। ତ ଶରୀର ମୁଁ ବ୍ରହ୍ମ। ଏ କୋଉଠି ନେଲେ? ଅନ୍ନମୟ କୋଶ ସବାୟେଷ ପୁରୁଷ ଅନ୍ନ ରସମୟ। ତୈତ୍ର ଉପନିଷଦରେ ଅଛି, ଦେଖିଲେ। ଆଚ୍ଛା, ବେଦାନ୍ତ ସାରରେ, ଇଏ ତ ପଞ୍ଚଦଶୀ, ବେଦାନ୍ତ ସାରରେ ନା ଆ, ସଦାନନ୍ଦ ଇଏ ପରର, ମାନେ ପଞ୍ଚଦଶୀ ପରର, ସେଇଠି ହଁ ବୁଝଉଛନ୍ତି। ତା ପୂର୍ବରୁ ଜଣେ ଯେ ଶରୀରକୁ ଆତ୍ମା ମାନୁଛି, କହୁଛନ୍ତି ନାହିଁ ଆହୁରି କେତେ ଜଣ ଅଛନ୍ତି ପୁରା ଅତି ପ୍ରାକୃତ। ଇଏ ତ ପ୍ରାକୃତ ବାଲା, ଅତି ପ୍ରାକୃତ। ଆଚ୍ଛା, ଯୋଉଟା କି ପଞ୍ଚଦଶୀରେ ସେଇଟାକୁ ନେଇନାହାନ୍ତି, କହୁଛନ୍ତି ପୁତ୍ରକୁ ହିଁ ଆତ୍ମା ମାନୁଛନ୍ତି। अति प्रकृतस्तु आत्मा वै जायते पुत्र इत्यादि श्रुते है स्वस्मिन इव। आत्मा वै जायते पुत्र एक ये सूत्र भी अच्छी, माने श्लोक भी अच्छी, मंत्र भी अच्छी उपनिषद रे। पुत्र माने आत्मा ही पुत्र रूप रे जन्म नउछि, आत्मा वै जायते पुत्र। पुराण रे कथा भी अच्छी। बलराम जेतବେଳେ ବୁଲୁଥିଲେ ନୈମିଷାରଣ୍ୟରେ, ରୋମହର୍ଷଣ ପ୍ରବଚନ ଦଉଥିଲେ। रोमहर्षण पुराण कथा कहते उठिलेनि से, तो बलराम जी धड़ सिर बाहर करदेले गोटे घास तिनका द्वारा, शक्ति द्वारा। ऋषि मैंने कहले तो बड़ा मुश्किल हो गला, आम मैंने कथा शुणुलु, फिर अब कथा किए कहबो। देन से उपनिषद मंत्र को उद्धरण कर बलराम। आत्मा वै जायते पुत्र, आत्मा ही पुत्र रूप आर किए पुत्र अच्छा कि ना? हो आ गया,
ଏଇ ସୁତ ଛୋଟିଆ ଛୁଆଟି, ସୁତ ଅର୍ଥ ପୁଅ। ତାତ ତାତ ଶବ୍ଦ ନା ସଂସ୍କୃତରେ ଦିଟା ଯାକ ଅଛି, ପୁଅ ବି ଏବଂ ବାପା ବି। ତ ସୁତ କିନ୍ତୁ ପୁଅ। କହିଲେ ଏଇ ଛୋଟିଆ ପୁଅଟି, ସେ ବସିଛି, ବାପା ପ୍ରବଚନ ଦେବେ, ଦକ୍ଷିଣା ମିଳିଲେ ଫଳମୂଳ ଆଦି ସବୁ ନେଇକି ଯିବେ। ହେଲେ ଉଠରେ, ଆଉ ଉଠେଇ ଦେଲେ, ବସ। କାରଣ ଆତ୍ମା ବହି ଜାୟତେ ପୁତ୍ର, ହଁ ଆତ୍ମା ହିଁ ପୁତ୍ର ରୂପରେ। ସେଥିପାଇଁ ସ୍ତ୍ରୀକୁ ନା ଜାୟା କୁହାଯାଏ। ଜାୟା ମାନେ କଣ? ଯିଏ ଆଉଥରେ ଜନ୍ମ ଦିଏ। ପତିକୁ ନିଜ ଗର୍ଭରେ ଜନ୍ମ দিব, ପୁତ୍ର ରୂପରେ ପାଏ, ଏଣୁ ତାର ନାଁ ଜାୟା। ୟା ଜାୟତେ ପତିମ ପୁତ୍ର ରୂପେଣ, ତାକୁ ଜାୟା କହନ୍ତି। ଜାୟା पत्नी का अर्थ पतनात् त्रायते इति पत्नी, पतनात् नीयते इति पत्नी। ଯେମିତି ମନ୍ତ୍ର मननात् ତ୍ରାୟତେ, ସେମିତି ପତ୍ନୀ, ପତନ ମୁଖରୁ ଯିଏ ବାହାର କରିନିଏ, ସିଏ ହଉଛି ପତ୍ନୀ। କେତେ ସୁନ୍ଦର ଅର୍ଥ। ତ ଅତି ପ୍ରକୃତି ଲୋକ କଣ କହନ୍ତି? ଆତ୍ମା ବହି ଜାୟତେ ପୁତ୍ର, ଏମିତି ବି ଲୋକ ଅଛନ୍ତି। ଶ୍ରୁତେ ସ୍ୱସ୍ମିନ୍ନେବ ସ୍ୱପୁତ୍ରେ ଅପି ପ୍ରେମ ଦର୍ଶନାତ୍ ପୁଷ୍ଟେ, ନିଜର ପୁଅକୁ ବହୁତ ଭଲ ପାଆନ୍ତି। ପୁଅ ମରିଗଲେ ମୁଁ ମରିଗଲି, ପୁଅ ପୁଷ୍ଟ ହେଇଗଲେ ମୁଁ ପୁଷ୍ଟ ହେଇଗଲି, ପୁତ୍ର ନଷ୍ଟେ ଅହମ୍ ନଷ୍ଟ ଇତ୍ୟାଦି ଅନୁଭବାଚ ପୁତ୍ର ଆତ୍ମା ଇତି ବଦତି। କେତେ ଜଣ ଏହା କହୁଛନ୍ତି। ଅତି ପ୍ରକୃତ ଏଟାକୁ ଛୁଇଁଲେନି ଆମର ପଞ୍ଚଦଶିକାର, କହିଲେ ବେକାର କଥା। ଯେତେବେଳେ ପୁଅ ଉତ୍ପନ୍ନ ହଉଛନ୍ତି ନା, ସେତେବେଳେ ପୁଅକୁ ସୁରକ୍ଷିତ ବୋଲି ଭାବନ୍ତି, ନିଜକୁ ଆଉ ସୁରକ୍ଷିତ ନାହିଁ, ପୁଅ ହିଁ ସବୁ କିଛି। ନିଜର ଯୋଉ ପ୍ରୀତି ପ୍ରେମ ପୁଅ ଉପରେ ରହିଛି। ତାपर वाला प्राकृत चार्वाक जी शरीर को ही मानते, कोशान्नमयन तथा। एति कहले बर्तमान 62 जीवा। जीवात्मा निर्गमे देहे जीवात्मा निर्गते जीवात्मा निर्गमे देह मरणस्यान्न दर्शनात् मरणस्यार्न दर्शनात् देहातिरक्त एवात्मैति देहातिरिक्त एवात्मेति आहुलोकयता परे। आहुर्लोकयतः परे। कौचन देखो बाबा, कौन दूसरा अन्य किए इंद्रियात्मवाद। कहते अरे बाबा, मनुष्य मरीगला परे शरीरटा तो जेन सेमती पड़ी रहुଛି। जीवात्मा निर्गमे अत्र, जीवात्मा ଯେତେବେଳେ ପଳେଇ ଯାଉଛି, ଅତ୍ର ମାନେ ଏଇଠାରେ ଦେହ ମରଣସ୍ୟ ଦର୍ଶନ, ଦେହ ମରଣ ମରଣ କୁହାଯାଇଛି। ମରିଗଲା ମନୁଷ୍ୟ, ଶରୀରରୁ ଜୀବାତ୍ମା ଚାଲି ଯାଉଛି, ଦେହର ମରଣ ହଉଛି। ତେଣୁ ଆତ୍ମା ଦେହରୁ ଭିନ୍ନ, दूसरा लौकिकवाद कहते, दूसरा लोक कहते। से कौन? आत्मा इंद्रियवादी, शरीर रो अलग है। लोक ने मरीगला, मरिक गला, शरीर तो जमी सेमती पड़ुଛି। देहात्मवाद को एमाने सहन करते नहीं। ये कहते ना 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 ना, इंद्रियात्मवाद। कारण देखो ना, व्यवहार मध्य मु कहूची माने कौन? इंद्रिय। मु शुणुची, इंद्रिय। जदि देह ही आत्मा ही था, कि देह पड़ी रही, आत्मा तो पड़े गलानी ना, तेणु देह आत्मा नु, मृत देह निश्चेष्ट हो जाइए। एणु प्रमाण हो कि देह आत्मा नु, इंद्रियात्मवादी एमाने होचे नेक्स्ट वाला है। वेदांत सार रे कहउछन चार्वाकस्तु सवा एष पुरुषान्नमय रस इत्यादि श्रुते। पंचदेशिकार विद्यारण्य कही ना, ये माने श्रुति को ना पूर्व अपर प्रलाप देखुना ठीक रे। प्रदीप्त ग्रह स्वपुत्रम परित्यज्य अपि
स्वस्य अच्छा वेदांत सार रे सदानंद जी कहते देख मु जो प्रथम अपर चारवाक कथा कही नथिली पुओ मले मु मरिले पुओ पुष्ट हेले मु पुष्ट हेली एईटा मध्य क्षणिक ଯେତେବେଳେ ଘରେ ପରିବାର ଅଛନ୍ତି ପୁଅକୁ ସେବା କରୁଛି ପୁଅକୁ ପ୍ୟାର କରୁଛି ଘର ଜଳିଗଲା ତ କଣ ହଉଛି ନା ପୁଅକୁ ଛାଡ଼ିକି ନିଜକୁ ପଳେଇ ଆସୁଛି ଗୃହାତ୍ ସ୍ୱପତ୍ରಂ ପରିତ୍ୟଜ୍ୟ ଅପି ସ୍ୱସ୍ୟ ନିର୍ଗମ ଦର୍ଶନାତ୍ ସ୍ଥୂଲୋହମ୍ କୃଶୋହମ୍ ଇତ୍ୟାଦି ଅନୁଭବାଚ୍ଚ ସ୍ଥୂଳ ଶରୀରମ୍ ଆତ୍ମା ଇତି ବଦନ୍ତି ସେୟା ହଉଛି କି ନାଇଁ ନା ବସ୍ ତ ପୁତ୍ରକୁ ବି ଛାଡ଼ି ଦଉଛି ଏବଂ ନିଜକୁ ବଞ୍ଚଉଛି ତାମାନେ ନିଜ ଶରୀରକୁ ହିଁ ସବୁ କିଛି ମାନିଲା ଆଚ୍ଛା ଏବେ କହୁଛନ୍ତି ଦେଖ ବହୁତ ଲୋକ ଏମିତି ଅଛନ୍ତି ଅପର ଚାରୱାକା ସେମାନେ ଇନ୍ଦ୍ରିୟକୁ ହିଁ ମାନୁଛନ୍ତି ଅପର ଚାର୍वाकः तेह प्राणाः प्रजापति पितरम इत्थि ब्रूयुः ये भी मंत्र उपनिषद प्राणा माने इंद्रिया इत्यादि श्रुतेः इंद्रियाणाम अभावे शरीर चलन अभावात् काणोहम बधिरोहम इत्यादि अनुभवाच्च इंद्रियाणि आत्मा इति वदति कौन देख तुम्हें जो बहुत लोग अपर चारवाक अच्छा टे चारवाक उपरू से इंद्रियों को ही आत्मा मानते कारण शरीर तो पड़ी रही इंद्रिय आत्मा तो उपनिषद रे भी वर्णन अच्छी एक कथा कहगला प्रत्यक्षतेन अमतम धीहि देहाति किरणम गमेन्द्रियात्मान बचमित्यादि प्रयोगता 63 रे मु कहूची वाक्य प्रयोग प्रत्यक्ष रूप से अभिमत अहम बुद्धि देहातिरिक्त इंद्रिय सहित होची कौन देख कहानी मध्य शुणी कि नहीं इंद्रियर कलह श्रुति भी शुणागला अतः इनमें चेतनत्व सिद्ध है निश्चय इंद्रिय आत्मरूप देख कहानी टाक नेला बुझौच कौन आत्मा चेतन रूप कलह कहानी अच्छी ना 64 रे कहते बागादीनामिन्द्रियाणाम् बागादीनामिन्द्रियाणाम् कलह श्रुतिषु श्रुतः कलह श्रुतिषु श्रुतः तेन चैतन्यमेतेषाम् तेन चैतन्यमेतेषाम् आत्मा आत्मतत्त्वन्त एव हि आत्मतत्त्वं तत एव हि आत्मतत्त्वम एव हि यही आत्मतत्व बागादि इंद्रिय का कलह तुम शुणिच कि नहीं अतः इंद्रिय रे चेतनता अच्छी तार प्रमाण होची ସେମାନେ କଥାବାର୍ତ୍ତା ହଉଛନ୍ତି ଆଖି କହିବ ଦେଖ ମୁଁ ପଳେଇ ଯାଉଛି ବର୍ଷଟେ फिर କାନ କହିବ ମୁଁ ପଳାଉଛି ଦେଖିଲ ଚେତନ ଦେନ ବେଦାନ୍ତ ହସୁଛି ଚାର ପ୍ରକାର ହସିଲ କାହିଁକି ନା ଏତିକି କାହାଣୀ ତା ପରଟା ତ କାହାଣୀ ଆଉ ପଢିନ ତମେ ନା କଣ ପଢିନ ତା ପରର କାହାଣୀ ତଥାପି ମନୁଷ୍ୟ ବଞ୍ଚୁଛି ଆଖି ଗଲା ପରେ ମଧ୍ୟ କାନ ଗଲା ପରେ ମଧ୍ୟ ହଁ ତାପରେ ତାପରେ କଣ ଆଉ ଜଣେ ଅଛି ଯିଏ ଚାଲିଗଲା ପରେ ସମସ୍ତ ଇନ୍ଦ୍ରିୟ କାନ୍ଦୁଛନ୍ତି ସିଏ ହଉଛନ୍ତି ଆତ୍ମା ଜଣେ ଏଇ କ୍ଲାସରେ ଉଠିଲା ସିଏ କହିଲେ ଆଜ୍ଞା ମୁଁ ବର୍ତ୍ତମାନ କହିବି ନା ତୁ ତୁ କିଏ ନା ମୁଁ ହଉଛି ପ୍ରାଣାତ୍ମବାଦ ମୁଁ ପ୍ରାଣ ହିଁ ସବୁ କିଛି ଇଏ ଯୋଉ ଆଜ୍ଞା ଯୋଉ ଆପଣଙ୍କୁ କହିଲେ 2-3 ଜଣ ଛୁଆ ଅପରଚାରବାଗ ଯୋଉ ପୁତ୍ରେ ନଷ୍ଟ ସିଏ ତ ଗଲେ କଟିଗଲେ ଶରୀର ହିଁ आत्मा बोली जो कहले सी भी कटिगला ये जो इंद्रिय आत्मा बोली कौची ये मु उपनिषद रे एटा पढ़ीनी आ परटा से मु ही जीतबी इंद्रिय गला पर मते किछि हबन ना कारण मु अछि प्राण अछि
ये अधा अधा कहीकि आपको भ्रमित कराଉଛି। चिंता करंतु नहीं। ମୁଁ ହଉଛି ପ୍ରାଣ। ତେଣୁ ଏ ପ୍ରାଣାତ୍ମବାଦ ବର୍ତ୍ତମାନ 65 ରେ କହୁଛନ୍ତି। ଆଜି ଗୋଟେ ଦେଖିଦବା, ଲାଗି ଦିଟା ଜାଗା ଦେଖିଦବା, ଦିଟା ଶ୍ଲୋକ। हैरण्य गर्भा प्राणात्मा हैरण्यगर्भ प्राणात्मा वादिनस्त्वेव मुचिरे वादिनस्ते वमुचिरे चक्षुराद्याक्षलोपेऽपि चक्षुराध्यक्षलोपेऽपि प्राणसत्त्वेत जीवति। प्राणसत्त्वे तु जीवति। प्राणे जागर्ति सुप्तेऽपि प्राणो जर्गति सुप्तेऽपि प्राणश्रेष्ठादिकं श्रुतम्। प्राणश्रेष्ठादधिकं श्रुतम्। कोश प्राणमय सम्यक् कोश प्राणमय सम्यक् विस्तरेण प्रपञ्चितः। विस्तरेण प्रपञ्चितः। अरे प्राणात्मवादी से कौच ମୁଁ ହଉଛି ପ୍ରାଣାତ୍ମବାଦୀ। ହିରଣ୍ୟ ଗର୍ଭକୁ ଯିଏ ସମସ୍ତେ ପ୍ରାଣକୁ ହିଁ ହିରଣ୍ୟ ଗର୍ଭ କହନ୍ତି। ହିରଣ୍ୟ ଗର୍ଭ ଯେ ହିରଣ୍ୟ ଗର୍ଭ ଉପାସନା ଟ୍ରେଡିସନାଲି ଏମିତି ବୁଝାଯାଏ। हिरण्य गर्भ उपासना कले सही स्थिति को सही लोक को प्राप्त करते। ईशावास्य आदि उपनिषद वर्णन अच्छे। ये कहते ये चक्षु आदि इंद्रिय लोप हो गला पर भी प्राण रोचे कि नहीं। अब मनुष्य शोला बेलू इंद्रिय सब लोप हो प्राण रोचे। सुषुप्ति भी प्राण रोचे। प्राणर श्रेष्ठता श्रुति कहुई प्राणमय कोश ही सब किछि। प्राण ही आत्मा। अच्छा न हाँ कोट लिखाई न प्राणाग्नयो एव एतस्मिन् पुरे जाग्रति। प्रश्न उपनिषद अछि प्राणात्म ए पुरे रहुछि। परा इव रथनाभौ प्राणे सर्वं प्रतिष्ठितम्। प्रश्न उपनिषद प्राणस्य इदं वशे सर्वं त्रिदेवे यत् प्रतिष्ठितम्। प्राण ही सब किछि। पूर्ण देहो बलम यत् अक्षाणाम यः प्रवर्तकः वायु प्राणमयः। प्राणमय ही सब किछि। वेदांत सार रे ये प्राणमय कोश को केमती बुझाउछन देखो। ऑलरेडी हम वेदांत सार पढ़ी बुझा क्लीयर हम टे। अपर चार्वाक अन्यंतर आत्मा प्राणमय। अन्यंतर आत्मा प्राणमय तैतृपनिषद अच्छी आत्मा प्राणमय किंतु तार डेभलप हो इट इज ए विकास से ना कि या ही धरले से पूर्व अपर परामर्श देखुना संबंध पूर्व अपर संबंध नहीं बस पिक एंड चूज। तो सी कौन कौच देखो प्राण अभाव इंद्रियादि चलना अयोगात प्राण अभाव रे इंद्रिय आदि बिल्कुल चल हलचल होनी। अहम असनायाम अहम मु भूका प्यास कारण प्राणर धर्म एटा पिपासा व नित्यम अनुभवाच प्राण आत्मा इति। तो मु भूका मु प्यासा मनुष्य कहूँ तो ये ही प्राण ही सब कुछ प्राणमय सब कुछ। मु भूख करे पीड़ित मु प्यास रे पीड़ित ये सब अनुभव करुच कि नहीं तेणु प्राण आत्मा एति तुम जान। ठीक अच्छे आउ कि कहवाक अच्छे ना आज जड़े उठिले आज्ञा मु कहबी कि हु आर यू तुम परिचय कौन ना आज्ञा मु हूँ मनात्मवाद मन ही सब किछि मु बहुत किछि कहवाई चाहूँगी। तो वेदांत कहे अच्छा बेसी आउ कहना बर्तमान टाइम हो गलानी काली कहबू ना ओके काली कहबी मुझे रेडी होके आसबि ना बढ़िया से प्रिपेयर होके ना हाँ आस मौका दौर 24 घंटा तो काली कहबू तू कौन कहवाई चाहूँ। तो काली आम देखा मन आत्मा ये सब उपनिषद वर्णन अच्छी
ଏବଂ କେମିତି ନିଜେ ନିଜେ ଦର୍ଶନ ହେଇଯାଉଛି ତାହା ବୁଝୁଛନ୍ତି।